नमस्कार। ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ଆମେଣ୍ଡମେଣ୍ଟ ରୁଲ 2006ର ଯେଉଁ ତଥ୍ୟମା ଅଛି ଆପଣଙ୍କର 3 4ରେ ଯାହା ଅଛି ବା ପାର୍ଟ 1 ପାର୍ଟ 2ରେ ଯାହା ଅଛି ସେ ବିଷୟରେ ଆମେ ଆଲୋଚନା କରିବା। ତେଣୁ ସମସ୍ତ ନାଗରିକ ସିଟିଜେନ୍ ତଥା ସମସ୍ତ ପବ୍ଲିକ ଇନଫର୍ମେସନ ଅଫିସର ଏବଂ ଫାଷ୍ଟ ଆପେଲେଟ୍ ଅଥରିଟି ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏଇଟା ବହୁତ ଉପଯୋଗୀ। এই ରୁଲ ଜାଣିବା ପାଇଁ ସମସ୍ତଙ୍କୁ ଜାଣିବା ଦରକାର। ସିଟିଜେନ ହିସାବରେ ଆମକୁ ଜାଣିବା ଦରକାର। ପିଆଇ ହିସାବରେ ପିଆଇ ଜାଣିବା ଦରକାର। ଫାଷ୍ଟ ଆପେଲେଟ୍ ଅଥରିଟି ହିସାବରେ ଫାଷ୍ଟ ଆପେଲେଟ୍ ଅଥରିଟି ଜାଣିବା ନିତାନ୍ତ ଆବଶ୍ୟକ। ତେଣୁ ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ରୁଲ। ତେଣୁକରି ଆପଣମାନେ ସମସ୍ତେ ଦେଖିବେ ବୋଲି ମୁଁ ଅନୁରୋଧ କରୁଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ତେବେ ଚାଲନ୍ତୁ ଆଜିର ଏଇ ଆମେଣ୍ଡମେଣ୍ଟ ରୁଲ 2006ର 3 4 କଣ କହୁଛି ତା ଉପରେ ଆମେ ଆଲୋଚନା କରିବା। ତେବେ ଆସନ୍ତୁ ତିନିରେ ଯାହା କୁହାଯାଉଛି ଇନ୍ ଦ ସେଡ୍ ରୁଲ୍ ଇନ୍ ଫର୍ମ ଏ ରେ ଯାହା ସବୁ ଆପଣମାନଙ୍କର 2005 ରୁଲ୍ ଅନୁସାରେ ଓଡ଼ିଶା ଆର୍ଟି ରୁଲ୍ 2005ରେ ଯାହା ଦିଆଯାଇଥିଲା ତାର କିଛି ଆକାର ବା କିଛି ପରିମାଣରେ ଚେଞ୍ଜ କରାଯାଇଛି ବା ସବଷ୍ଟିଚ୍ୟୁଟ୍ ଦିଆଯାଇଛି। ତ ପ୍ରଥମରେ ଆମେ ଦେଖିବା ଆଇରେ ଦେଖିବା କଣ ଫର୍ ଦ ଏଣ୍ଟ୍ରିଜ୍ appearing against item 5 the following shall be substituted। ଯୋଉ ଆଇଟମ 5 ରେ ଯୋଉଟା ଥିଲା କଣ କଣ ଆଡ୍ କରାହେଇଛି ତା ଉପରେ ଆମେ ଦେଖିବା। whether information is required by post in person or email এইটা ଗୋଟେ ଆଡ୍ କରାହେଇଛି ଆମେଣ୍ଡମେଣ୍ଟ ରୁଲରେ, ଯୋଉଟା କି ଆରଟି ରୁଲ 2005ରେ ନଥିଲା। ତ ତାରି ବାବଦରେ ଯଦି ପୋଷ୍ଟରେ ଚାହୁଁଛନ୍ତି ବା ମେଲରେ ଚାହୁଁଛନ୍ତି ଥିଲେ ତାକୁ ବ୍ରାକେଟରେ ଆପଣଙ୍କୁ ମୁଁ ରେଡ୍ ଲାଇନ୍ କରି ଦେଖି ଦେଇଛି ଦ ଆକ୍ଚୁଆଲ postal charges shall be included in providing information, right? The actual postal charges shall be included in providing information, right? ଯେତେବେଳେ ଆପଣଙ୍କର ଇନଫର୍ମେସନ ଆମେ ମାଗୁଛେ ସିଟିଜେନ ହିସାବରେ ସେତେବେଳେ ଯୋଉ ଇନଫର୍ମେସନ ମନେକର ଆଜି ଆପଣଙ୍କର 10,000 ପେଜ ହେଲା, 1000 ପେଜର ଓଜନ ଯାହା ପୋଷ୍ଟାଲ ଚାର୍ଜ ଯାହା ନେବ ସେଇଟା ଆମକୁ ଦେବାକୁ ପଡିବ ସିଟିଜେନ ହିସାବରେ। ସେଟା ଆମେଣ୍ଡମେଣ୍ଟ ରୁଲ 2006ରେ ଆପଣଙ୍କ 3 ର 1 ଡି ରେ ସ୍ପେସିଫାଇ କରାହେଇଛି ବ୍ରାକେଟ ରଖିକି, ରାଇଟ? ତ ପବ୍ଲିକ ଇନଫର୍ମେସନ ଅଫିସର ଯେତେବେଳେ ଆପଣଙ୍କ ଜାଣିବା ଦରକାର ଯେତେବେଳେ ଆପଣ ଇନଫର୍ମେସନ ସପ୍ଲାଏ କରୁଛନ୍ତି ଆପଣଙ୍କର ଓଜନ ଅଧିକା ହେଲା ବା ଆପଣଙ୍କର ଅଧିକା କପିସ୍ ହେଲା ତାକୁ ପୋଷ୍ଟାଲରେ ସେ ମାଗିଛନ୍ତି, ହଁ ସ୍ପିଡ ପୋଷ୍ଟ କିମ୍ବା ରେଜିଷ୍ଟର ପୋଷ୍ଟରେ ମାଗିଛନ୍ତି, ତାର ଆକ୍ଚୁଆଲ ପୋଷ୍ଟାଲ ଚାର୍ଜେସଟା ଆପଣ ଇଏ କରି ଅମ୍, ତାକୁ ଅନୁମାନ କରି ବା କଳନା କରି ବା ଏକ୍ଜାକ୍ଟ ରେଟଟା ପକେଇକି ତାଙ୍କୁ ମାଗିବେ। ଫର ଏକ୍ଜାମ୍ପଲ 1000 ପେଜ ପାଇଁ 1000 ପେଜ ପାଇଁ ଆପଣଙ୍କର ଯଦି ପୋଷ୍ଟାଲ ଯିବ ସେ ଅନୁସାରେ ଆପଣ ପୋଷ୍ଟାଲରେ ଆପଣଙ୍କର ଯାଞ୍ଚ କରି କେତେ ହବ 1000 ପେଜ ପାଇଁ ପୋଷ୍ଟାଲ କଷ୍ଟ ତାର ଇନଫର୍ମେସନ ଆପଣ ସେଇଠି ଇନକ୍ଲୁଡିଂ କରିବେ। କୋଉଠି ଯୋଉ କଷ୍ଟ ଅଫ ଇନଫର୍ମେସନ ସହିତ ପୋଷ୍ଟାଲ ଚାର୍ଜ ମଧ୍ୟ ମାଗିବେ। ତାପରେ ସବ୍ ପଏଣ୍ଟ I2ରେ ଲେଖା ଅଛି ଫର ଆଇଟମ ନମ୍ବର 6 ଆଉ କଣ ସବଷ୍ଟିଚ୍ୟୁଟ କରାହେଇଛି along with the entire made thereof the following shall be substituted namely କଣ address email ID or which information will be sent or in which form। କୋଉ ଆକାର କେମିତି ଇନଫର୍ମେସନ ଦିଆଯିବ କୋଉ ଠିକଣାକୁ ଦିଆଯିବ, ହଁ, ଏବଂ ଇମେଲକୁ ଦିଆଯିବ ଇମେଲ ଆଇଡି ବା ଆପଣଙ୍କର ପୋଷ୍ଟାଲ ଆଡ୍ରେସ ଦିଆଯିବ ପୋଷ୍ଟାଲ ଆଇଡି। ଅର୍ଥାତ ଯୋଉ ବ୍ୟକ୍ତି ମାଗୁଛନ୍ତି ସେ କୋଉ ଆକାରରେ ଇନଫର୍ମେସନ ନେବାକୁ ଚାହୁଁଛନ୍ତି ଆପଣଙ୍କର ହାର୍ଡ କପି ଆକାରରେ ନା ଆପଣଙ୍କର ଇମେଲ ଆକାରରେ, ହଁ, ବା ଆପଣଙ୍କର ଯଦି ଇମେଲ ଆକାରରେ ଦଉଛନ୍ତି ଇମେଲ ରହିବା ଦରକାର। ଯଦି ପୋଷ୍ଟାଲରେ ଚାହୁଁଛନ୍ତି ପୋଷ୍ଟାଲର ସମସ୍ତ ଡିଟେଲ୍ସ ରହିଥିବା ଦରକାର, ଠିକଣାଟି ଠିକ ମାତ୍ରାରେ ରହିଥିବା ଦରକାର। ଏଇଟା ଗଲା 3 ଅଣ୍ଡରରେ ଗଲା ଆମେଣ୍ଡମେଣ୍ଟ ରୁଲ 2006ର 3 ଅଣ୍ଡରରେ ଏଇ ଯୋଉ B1 B2 ଗଲା। ତାପରେ ଆପଣଙ୍କର ଆମେଣ୍ଡମେଣ୍ଟ ରୁଲ 2006ର 4 ନମ୍ବର କଣ କହୁଛି ଇନ୍ ଦ ସେଡ୍ ରୁଲ୍ସ ଦ ଏକ୍ଜିଷ୍ଟିଂ ସେଡ୍ୟୁଲ ସାଲ୍ ବି ସବଷ୍ଟିଚ୍ୟୁଟ ବାଇ ଦ ଫଲୋଇଂ ନେମଲି। ୟା ପୂର୍ବରୁ ଯୋଉଟା ଆପଣଙ୍କର ଥିଲା ଏକ୍ଜିଷ୍ଟିଂ ରୁଲ ଯୋଉଟା କି ଆପ୍ଲିକେସନ ଫିଜ୍ ଆମେଣ୍ଡମେଣ୍ଟ ପୂର୍ବରୁ 20 ଟଙ୍କା ବା ଆପଣଙ୍କର 40 ଟଙ୍କା ଯାହା ଅଧିକା ବି ଥିଲା ବା କମ ବି ଥିଲା ସେ ସମସ୍ତକୁ ସବଷ୍ଟିଚ୍ୟୁଟ କରାଯାଇଛି କଣ ଦେଖନ୍ତୁ। ସେଡ୍ୟୁଲ ସି ରୁଲ 4 and 7 ରୁଲ 4 ଏବଂ 7 କଣ କହୁଛି ଦେଖନ୍ତୁ ଫିସ୍ ଆମାଉଣ୍ଟ ଟୁ ବି ଚାର୍ଜ ଫର ପ୍ରୋଭାଇଡିଂ ଇନଫର୍ମେସନ ପାର୍ଟ 1ରେ ଦିଆଯାଇଛି। ଏଟା ଆପ୍ଲିକେସନ ଫିସ୍ କେତେ ଅପିଲ ଫିସ୍ କେତେ ବା ସେକେଣ୍ଡ ଅପିଲ ଫିସ୍ କେତେ ଆଗରୁ କେତେ ଥିଲା ବର୍ତ୍ତମାନ ତାକୁ ସବଷ୍ଟିଚ୍ୟୁଟ କରାଯାଇଛି। ତ ଆଗରୁ ଆମେ ଜାଣିଛୁ ଆପ୍ଲିକେସନ ଫିସ୍ 20 rupees ଥିଲା କିନ୍ତୁ ତାକୁ ବର୍ତ୍ତମାନ କଣ କରାଯାଇଛି 10 ଟଙ୍କା କରାଯାଇଛି। ଆପ୍ଲିକେସନ ଫିସ୍ ସିକିଂ ଇନଫର୍ମେସନ ₹10 ପର ମାନେ ଗୋଟେ ଆପ୍ଲିକାଣ୍ଟ ପାଇଁ 10 ଟଙ୍କା। ଟ୍ରେଜେରୀ ଚାଲାନ ଆପ୍ଲିକେସନ ହେଲା ବା ଆଇପିଓ ବର୍ତ୍ତମାନ ଚାଲିଛି ଯାହା
ଅପଡେଟ୍ ଯାହା ଏବେ ଆର୍ଟି ସାଇଡରେ ଦେଖୁଛୁ ଅପଡେଟ୍ ଅଛି, ଆଇପିଓ ଦେଲେ ଚଳିବ, ଟ୍ରେଜେରୀ ଚାଲାଣ ଦେଲେ ଚଳିବ, ବ୍ୟାଙ୍କ ଡ୍ରାଫ୍ଟ ଦେଲେ ଚଳିବ, ବା ଆପଣଙ୍କର ଯାହା ବି ଅଛି ପ୍ରାବଧାନ ସେ ଅନୁସାରେ ଆପଣଙ୍କୁ, କିନ୍ତୁ ବର୍ତ୍ତମାନ ଆମେ ତ ନାଗରିକ ହିସାବରେ ଜାଣିପାରୁଛୁ ଅନଲାଇନରେ ଆପ୍ଲିକେସନ କଲାବେଳେ ଆପଣଙ୍କୁ 10 ଟଙ୍କା ଇ ପେମେଣ୍ଟ ଗେଟୱେ କରିବାକୁ ପଡୁଛି। ତାପରେ ଆପ୍ଲିକେସନ ଫି ଫର ଫାଷ୍ଟ ଅପିଲ ପାଇଁ ଆପଣଙ୍କର ଆମେ ଜାଣୁଛୁ ଯେ ସାଇଟରେ ଯାହା ଗଭର୍ଣ୍ଣମେଣ୍ଟ ଦେଇଛନ୍ତି, ଆରଟିଏ ସାଇଟରେ ଯାହା ଅପଲୋଡ କରାହେଇଛି ଯେ ଅପିଲ ଫିସ୍ ପାଇଁ ମଧ୍ୟ 20 ଟଙ୍କା ଇ ପେମେଣ୍ଟ ଗେଟୱେ ସିଷ୍ଟମ କରାହେଇଛି। ସେଇଟା ଆମେ କରିପାରୁଛୁ ସିଟିଜେନ ହିସାବରେ। ଯଦି ଆମେ ଫିଜିକାଲ ଯଦି ଦେବା ତାହେଲେ କୋର୍ଟ ଷ୍ଟାମ୍ପ ଫି 20 ରୁପିସ୍ ଦେବା, ବା ଜୁଡିସିଆଲ ଷ୍ଟାମ୍ପ ପେପର 20 ରୁପିସ୍ ଦେବା। ଦୁଇଟା ଦେଖ ଦୁଇଟାରୁ ଯେକୌଣସି ଗୋଟେ ଦେଇପାରିବା, କୋର୍ଟ ଷ୍ଟାମ୍ପ ଫି ବି ଦେଇପାରିବା ଏବଂ ଆପଣଙ୍କର ଜୁଡିସିଆଲ ଷ୍ଟାମ୍ପ ପେପର ମଧ୍ୟ ଦେଇପାରିବା, ଯୋଉଟା କି ୟା ପୂର୍ବରୁ ଭିଡ଼ିଓରେ ମୁଁ ଆପଣମାନଙ୍କ ସହିତ ଆଲୋଚନା କରିଛି। ଜୁଡିସିଆଲ ଷ୍ଟାମ୍ପ ପେପର 20 ରୁପିସ୍ ଇଜ ଇକ୍ୱାଲ ଟୁ କୋର୍ଟ ଫି ଷ୍ଟାମ୍ପ ଅଫ 20 ରୁପିସ୍। ତେଣୁ ସେଇଟା ବର୍ତ୍ତମାନର ଯୋଉଟା ପରିବର୍ତ୍ତନ ଅଛି ଗଭର୍ଣ୍ଣମେଣ୍ଟ କରିଛନ୍ତି ସେ ଅନୁସାରେ ଆପଣମାନେ ଏଇଟା ବୁଝିପାରୁଥିବେ। ତାପରେ ଆପଣଙ୍କର ସେକେଣ୍ଡ ଅପିଲ ପାଇଁ ଆପଣଙ୍କର 25 ରୁପିସ୍ କୋର୍ଟ ଫି ଷ୍ଟାମ୍ପ, ବା କୋର୍ଟ ଫି ଷ୍ଟାମ୍ପ ନଥିଲେ ଆପଣଙ୍କର ଜୁଡିସିଆଲ ଷ୍ଟାମ୍ପ ପେପର ମଧ୍ୟ 25 ରୁପିସ୍ ଦିଆଯାଇପାରିବ। ରାଇଟ୍। ତ ବର୍ତ୍ତମାନ ପ୍ରାବଧାନ ଏଇଟା, କିନ୍ତୁ ଓଡ଼ିଶା ଇନଫର୍ମେସନ କମିଶନ ଯାହା ତାଙ୍କ ସାଇଟରେ ଉଲ୍ଲେଖ କରିଛନ୍ତି, ଯାହା ତାଙ୍କ ସାଇଟରେ ମଧ୍ୟ ପ୍ରାବଧାନ ଅଛି, ଯାହା ମୁଁ ସିଟିଜେନ ହିସାବରେ ଯାହା ଦେଖିବାକୁ ପାଇପାରୁଛି ଯେ ଆପଣଙ୍କର ଅନଲାଇନରେ ସେକେଣ୍ଡ ଅପିଲ କଲାବେଳେ ଆପଣଙ୍କର 25 ରୁପିସ୍ର ଇ ପେମେଣ୍ଟ ଗେଟୱେ ସିଷ୍ଟମ କରାଯାଇଛି ଓଡ଼ିଶା ଇନଫର୍ମେସନ କମିଶନ ସାଇଟରେ। ତ ସେ ଏଇଟା ହଉଛି ଫି ଷ୍ଟ୍ରକ୍ଚର। ପାର୍ଟ ୱାନରେ ଗଲା ଫି ଷ୍ଟ୍ରକ୍ଚର। ତାପରେ ପାର୍ଟ ଟୁରେ କୋଉ ବିଷୟବସ୍ତୁ ପ୍ରତି କୋଉ ଇନଫର୍ମେସନକୁ କେତେ ଟଙ୍କା ଆମେ ମାଗିବା ପବ୍ଲିକ ଇନଫର୍ମେସନ ଅଫିସର ହିସାବରେ, ଏବଂ ଆମେ ସିଟିଜେନ ହିସାବରେ କେତେ ଟଙ୍କା ଦେବା ସେଇଟା ଜ୍ଞାତ ହେବା ଦରକାର। ତେଣୁ ମୁଁ ଏଇଥିରେ ସମସ୍ତ ନାଗରିକ ମାନଙ୍କୁ, ସିଟିଜେନ ମାନଙ୍କୁ, ସମସ୍ତ ପିଆଇ ଫାଷ୍ଟ ଆପେଲେଟ୍ ଅଥରିଟି ଭଲରେ ଦେଖନ୍ତୁ, ଭଲରେ ଶୁଣିବାକୁ ଚେଷ୍ଟା କରନ୍ତୁ। ଏମାଉଣ୍ଟ ଟୁ ବି ଚାର୍ଜ ଫର ପ୍ରୋଭାଇଡିଂ ଇନଫର୍ମେସନ, ଏ ଫର ପେପର କିମ୍ବା A3 ପେପର ହେଲେ ଆପଣଙ୍କର ପର ପେଜ ପିଛା 2 ଟଙ୍କା ଏଇଟା ଅଛି। 2006 ବର୍ତ୍ତମାନ ପର୍ଯ୍ୟନ୍ତ ସେଇଟା କିଛି ଚେଞ୍ଜ ଚାଞ୍ଜ ହେଇନାହିଁ। ତାପରେ ଆପଣଙ୍କର ଦୁଇରେ କଣ କହୁଛି, ଯଦି A4 କିମ୍ବା A3ରୁ ଯଦି ଆପଣଙ୍କର ଲାର୍ଜର ହେଲା ତାହେଲେ ତାର ପ୍ରକୃତ ଆକ୍ଚୁଆଲ ଚାର୍ଜଟା ପକାହବ। ବଡ଼ ବଡ଼ ପେଜ ଯଦି ହେଲା ଆକ୍ଚୁଆଲ ଚାର୍ଜ ବା ଆକ୍ଚୁଆଲ କଷ୍ଟଟା ପକାହବ ବାକି ଆସିଲେ। ରାଇଟ୍। ତାପରେ 3ରେ ଇନ୍ସପେକ୍ସନ ରେକର୍ଡ, ଯଦି ଜଣେ ଇନ୍ସପେକ୍ସନ କରୁଛନ୍ତି ରେକର୍ଡ। ତାପରେ ପ୍ରଥମ ଘଣ୍ଟା ପାଇଁ ନ ଫି ଫର ଦ ଫାଷ୍ଟ ଆୱାର ବାୟ ଦ କ୍ୟାସ୍, ପ୍ରଥମ ଘଣ୍ଟା ସେ ମାଗଣା ଦେଖିପାରିବେ। ତାପରେ 5 ଟଙ୍କା ପର 15 ମିନିଟ୍, ପ୍ରତ୍ୟେକ 15 ମିନିଟ୍କୁ 5 ଟଙ୍କା ଲେଖାଏଁ ନେବେ। ପ୍ରଥମ ଘଣ୍ଟା କିନ୍ତୁ ଫ୍ରି, ପ୍ରଥମ ଘଣ୍ଟାରେ ସେ ଫ୍ରିରେ ଦେଖିପାରିବେ ଏବଂ ପ୍ରତ୍ୟେକ 15 ମିନିଟ୍କୁ ଥରେ 5 ଟଙ୍କା ଦେବେ। ରାଇଟ୍। ତ ଏଇଟା ହଉଛି ଇନ୍ସପେକ୍ସନ କରିବା ପାଇଁ। ଯେତେବେଳେ ଆମେ ସିଟିଜେନ ହିସାବରେ ଇନ୍ସପେକ୍ସନ କରିବାକୁ ଯାଉଛୁ ଏଇ ଧାରାଟି ଆମକୁ ମନେ ରଖିବା ଦରକାର, ଏବଂ ପବ୍ଲିକ ଇନଫର୍ମେସନ ଅଫିସର ମଧ୍ୟ ମନେ ରଖିବା ଦରକାର ଏଇ ଅନୁସାରେ ଚାର୍ଜ କରିବା ଆବଶ୍ୟକ। ତାପରେ 4 ଲାଇଭ ହେଲା କଣ, ସିଡି ୱିଥ କଭର, ସିଡି ୱିଥ କଭର ରୁପିସ୍ 50 ଟଙ୍କା ଗୋଟେ ସିଡି। ଏବେ ତ ସିଡି ଫିଡି ଆଉ ନାହିଁ, ଏବେ ପେନଡ୍ରାଇଭ ହଉଛି। ପେନଡ୍ରାଇଭର ଆକ୍ଚୁଆଲ ଚାର୍ଜ ଦେବାକୁ ପଡିବ ଆମକୁ ସିଟିଜେନ ହିସାବରେ, ବା ଆପଣଙ୍କର ଯୋଉ ଆକାରରେ ଆଣୁଛେ ଇନଫର୍ମେସନ ତାର ଆକ୍ଚୁଆଲ ଇନଫର୍ମେସନ ଦେବାକୁ ପଡିବ। ଫ୍ଲପି ଡିସ୍କ ଏଟା ତ ଆପଣଙ୍କର ବର୍ତ୍ତମାନ ଆଉ ଚାଲୁନି, ଯଦି ଅଛି ଯୋଉ ଜାଗାରେ ଯଦି ଆମେ ଦେଇପାରିବା ତାହେଲେ ତାର ଇଏ କେତେ କ୍ୱାଣ୍ଟିଟିରେ ଦିଆହବ, 1.44 MB କୁ ଆପଣଙ୍କର 50 ଟଙ୍କା ହିସାବରେ ଦିଆଯାଇ ପାରିବ। ଆମେ ସିଟିଜେନ ହିସାବରେ 50 ଟଙ୍କା ଦେଇପାରିବା 1.44 MB କୁ, ଏବଂ ପବ୍ଲିକ ଇନଫର୍ମେସନ ଅଫିସର ସେଇ ଫ୍ଲପି ବା ଡିସ୍କେଟ ସଫ୍ଟ ସେଇ ଜିନିଷଟି ଦେବା ପାଇଁ ଆମକୁ 50 ଟଙ୍କା ସେ ଚାର୍ଜ କରିପାରନ୍ତି। ଏଇଟା ସମସ୍ତେ ଜାଣିବା ଦରକାର। ତାପରେ ଭିଆଇ, ମ୍ୟାପ ଆଣ୍ଡ ପ୍ଲାନ ରିଜନେବଲ କଷ୍ଟ, ମ୍ୟାପ ମଗା ହଉଛି ବା ଅନ୍ୟ ପ୍ଲାନ ମଗା ହଉଛି, ତାର ରିଜନେବଲ କଷ୍ଟଟା ଫିକ୍ସ କରିବେ କିଏ, ପିଆଇ। ପିଆଇ ଫିକ୍ସ କରିବେ ଏବଂ ଆମକୁ ମାନିବାକୁ ପଡିବ ରିଜନେବଲ କଷ୍ଟ। ରିଜନେବଲ କଷ୍ଟ ଅନୁସାରେ ଆମେ ମ୍ୟାପ ମାଗିଛୁ ବା ଅନ୍ୟାନ୍ୟ ପ୍ଲାନ୍ସ ଯାହା ମାଗିଛୁ ତାର ରିଜନେବଲ କଷ୍ଟ କେତେ ସେଟା ପିଆଇ ଫିକ୍ସ କରିବେ। ଏଟା ଡିପେଣ୍ଡିଂ ଆପଣ ଦ କଷ୍ଟ, କାହିଁକି ଡିପେଣ୍ଡ କରୁଛି, କୋଉ ଉପରେ ଡିପେଣ୍ଡ କରୁଛି, ଲେବର ଆଣ୍ଡ ମେଟେରିଆଲ୍ସ ଉପରେ। ଯୋଉ ମ୍ୟାପ ତିଆରି କରାହବ, ପ୍ଲାନ ତିଆରି କରାହବ, ପ୍ଲାନ ଅନୁସାରେ ମ୍ୟାପ ତିଆରି କରାହବ, ରିଜନେବଲ କଷ୍ଟ ଦେବା ପାଇଁ ହେଲେ ପିଆଇ ଫିକ୍ସ କରିବେ। କାହାକୁ ଆଖି ଆଗରେ ରଖି, ଦୃଷ୍ଟି ଆଗରେ ରଖି, କୋଉ ଜିନିଷକୁ ନା ଲେବର ଆଣ୍ଡ ମେଟେରିଆଲ୍ସ ଦୃଷ୍ଟି ଆଗରେ ରଖି ସେ ପ୍ରାଇସ୍ ଫିକ୍ସ କରିବେ କିଏ, ପବ୍ଲିକ ଇନଫର୍ମେସନ ଅଫିସର। ଆଉ ସେ ଅନୁସାରେ ଆମେ ସିଟିଜେନ ହିସାବରେ ସେଇଟା ମାନିବାକୁ ପଡିବ, ଏଇଟା ହଉଛି ରୁଲ। ତାପରେ 7 ଭିଆଇ, ଭିଡିଓ କ୍ୟାସେଟ। ବର୍ତ୍ତମାନ ତ ଆଉ ଭିଡିଓ କ୍ୟାସେଟ ହଉନି, ତଥାପି ଯଦି ଅଛି କୋଉ ଜାଗାରେ ଆପଣଙ୍କର ଦରକାର, ଆମେ ସିଟିଜେନ ହିସାବରେ ଆମକୁ ଯଦି ଦରକାର ପଡୁଛି, ଯୋଉ ପିଆଇଙ୍କ ପାଖରେ ଅଛି ଆମେ ଯଦି ମାଗୁଛେ ଭିଡିଓ କ୍ୟାସେଟ, ଯୋଉଟା କି ଆପଣଙ୍କର ଭିଡିଓ କ୍ୟାସେଟ
ମାଇକ୍ରୋଫିଲ୍ମ, ମାଇକ୍ରୋଫିଚ୍, ରିଜନେବଲ କଷ୍ଟ, ସେଇଟା ରିଜନେବଲ କଷ୍ଟ। ଭିଡ଼ିଓ କ୍ୟାସେଟ୍ ବା ଯାହା କିଛି ଆପଣଙ୍କର ଅ, ଅଛି ସେଇଟା ରିଜନେବଲ କଷ୍ଟ କିଏ ଆପଣଙ୍କର ଡିପେଣ୍ଡିଂ ଆପନ୍ ଦ ଲେବର କଷ୍ଟ ଆଣ୍ଡ ମ୍ୟାଟେରିଆଲ୍ସ ଉପରେ ଡିପେଣ୍ଡ କରୁଛି। ସେ ଅନୁସାରେ ପବ୍ଲିକ ଇନଫର୍ମେସନ ଅଫିସର ଫିକ୍ସ କରିବେ। ଏଇଟା ହଉଛି ଯେ ଆପଣଙ୍କର ଭିଡ଼ିଓ ବା ସଫ୍ଟ କପି ଆକାର ରିଜନେବଲ କଷ୍ଟ, ମାଇକ୍ରୋଫିଲ୍ମ ଏଇ ଯୋଉଗୁଡାକ ସବୁ ତିଆରି କରାହଉଛି ପିଆଇଓ ଫିକ୍ସ କରିବେ ଡିପେଣ୍ଡିଂ ଅପନ୍ ଦା ଲେବର ଆଣ୍ଡ ମ୍ୟାଟେରିଆଲ୍ସକୁ ନେଇକି ସେ କେତେ ହେବ ସେଟାକୁ ଆଖି ଆଗରେ ରଖିବେ, ଦୃଷ୍ଟି ରଖି ସେ ରିଜନେବଲ କଷ୍ଟଟା ଫିକ୍ସ କରିବେ କି ପବ୍ଲିକ ଇନଫର୍ମେସନ ଅଫିସର। ସାର୍ଟିଫାଇଡ ସାମ୍ପଲ୍ସ ଅର ମଡେଲ୍ସ ମେଟେରିଆଲ୍ସ ଆକ୍ଚୁଆଲ କଷ୍ଟ, ସାର୍ଟିଫାଇଡ ସାମ୍ପଲ୍ସ ମଗା ହଉଛି ବା ମଡେଲ୍ସ ମଗା ହଉଛି, ତାହେଲେ ଆମକୁ ଦେବାକୁ ପଡିବ ପବ୍ଲିକ ଇନଫର୍ମେସନ ଅଫିସର। ଏବଂ ଆମେ ସିଟିଜେନ ହିସାବରେ ପାଇବା ପାଇଁ ସେଟା ହକ ଦାବି ଅଟେ। ତେଣୁ ସେମାନେ ଆମକୁ ଦେବେ, କିନ୍ତୁ ଆକ୍ଚୁଆଲ କଷ୍ଟ ଦେବେ। ସେଇଟା ମଧ୍ୟ ଆପଣମାନଙ୍କର ଯାହା ଲେବର ଏବଂ ମ୍ୟାଟେରିଆଲ୍ସକୁ ଭିତ୍ତି କରିକି ତାର ଆକ୍ଚୁଆଲ କଷ୍ଟଟା କିଏ ଫିକ୍ସ କରିବେ? ପବ୍ଲିକ ଇନଫର୍ମେସନ ଅଫିସର ଫିକ୍ସ କରିବେ। ତାପରେ ଆପଣଙ୍କର ଆଇଏକ୍ସ, information in printed for price fixed for such publication by cash। ବାଇ କ୍ୟାସରେ ଆପଣ ପ୍ରିଣ୍ଟେଡ ଫର୍ମାଟରେ ମାଗୁଛନ୍ତି, ତାହେଲେ କେତେ ଆକାରରେ ଦିଆଯିବ ପ୍ରିଣ୍ଟେଡ ଫର୍ମାଟରେ ତାର ତମାମ ଫିକ୍ସ କରିବେ କି ପବ୍ଲିକ ଇନଫର୍ମେସନ ଅଫିସର ବା ରିଏଲ କଷ୍ଟ ବା ଆକ୍ଚୁଆଲ କଷ୍ଟଟା ସେ ଦେବେ। ପବ୍ଲିକେସନ ବାଇ କ୍ୟାଶ ଯୋଉଟା ଅଛି ସେ ଅନୁସାରେ ଆକ୍ଚୁଆଲ କଷ୍ଟଟି କିଏ ଫିକ୍ସ କରିବେ? ପବ୍ଲିକ ଇନଫର୍ମେସନ ଅଫିସର। ତ ଏଇଟା ହଉଛି ପ୍ରକୃତ ପକ୍ଷେ ଆମେଣ୍ଡମେଣ୍ଟ ରୁଲ 2006ର ରୁଲ, ଯାହା ମୁଁ ଆପଣମାନଙ୍କ ସମ୍ମୁଖରେ ଆଲୋଚନା କଲି। ଜଣେ ସିଟିଜେନ ହିସାବରେ ଆମକୁ ଏତିକି ଜାଣିବାକୁ ପଡିବ, ଜଣେ ପବ୍ଲିକ ଇନଫର୍ମେସନ ଅଫିସର ହିସାବରେ ଏତିକି ଜାଣିବାକୁ ପଡିବ, ଜଣେ ଫାଷ୍ଟ ଆପେଲେଟ୍ ଅଥରିଟି ହିସାବରେ ଏତିକି ଜାଣିବାକୁ ପଡିବ। ତ ଏଇଟା ହଉଛି ଇମ୍ପୋର୍ଟାଣ୍ଟ ଜିନିଷ। ତ ଆପଣମାନେ ଏଇ ଭିଡ଼ିଓଟି ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ବହୁ ମାତ୍ରାରେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।